ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ କ'ଣ ଦେଖିବା ନା କୋର୍ ପେପର୍ 10ର ୟୁନିଟ୍ 3 ଜ୍ଞାତିତ ବ୍ୟବହାରିକ ରୀତି କିନସିପ୍ ୟୁଜେସ୍। ଜ୍ଞାତିତ୍ୱ ଅଧ୍ୟୟନ ବିଭିନ୍ନ ପ୍ରକାର ଜ୍ଞାତିମାନଙ୍କ ମଧ୍ୟରେ ଥିବା ବ୍ୟବହାର ଢାଞ୍ଚା ବା ଆଦର୍ଶକୁ ଉପଯୁକ୍ତ ଭାବେ କ'ଣ ଦର୍ଶାଇଥାଏ। ପ୍ରତ୍ୟେକ ସମ୍ପର୍କ ଏକ ନିର୍ଦ୍ଦିଷ୍ଟ ପ୍ରକାର ବ୍ୟବହାରକୁ ଅନ୍ତର୍ଭୁକ୍ତ କରିଥାଏ, ଯଥା ପିତାଙ୍କ ପ୍ରତି ପୁତ୍ରର ସମ୍ପର୍କ ସମ୍ମାନ ଉପରେ ପ୍ରତିଷ୍ଠିତ, ସ୍ତ୍ରୀ ପ୍ରତି ସ୍ୱାମୀର ସମ୍ପର୍କ ପ୍ରେମ ଉପରେ ପ୍ରତିଷ୍ଠିତ ଅଟେ, ସେହିପରି ଭଉଣୀ ପ୍ରତି ଭାଇର ସମ୍ପର୍କ ସ୍ନେହ ଉପରେ ଆଧାରିତ ଅଟେ। ଏହି ବ୍ୟବହାରିକ ରୀତି ଜ୍ଞାତିତ ବ୍ୟବହାରିକ ରୀତି ଭାବରେ ପରିଚିତ ଅଟେ। ଫାର୍ଷ୍ଟ କ'ଣ ଅଛି ନା ପରିହାର ବା ତ୍ୟାଗ ସମ୍ପର୍କ କ'ଣ? ଏହି ସମ୍ପର୍କ ଅନୁସାରେ କେତେକ ଜ୍ଞାତି ଅନ୍ୟ ଜ୍ଞାତି ଠାରୁ ନିଜକୁ ଦୂରେଇ ରଖିଥାନ୍ତି। ସେମାନେ କେବଳ ଯୌନ ସମ୍ପର୍କରୁ ଦୂରେଇ ରହିନଥାନ୍ତି, ସେମାନେ ମଧ୍ୟ ପରସ୍ପରର ମୁହଁକୁ ନ ଦେଖିବାକୁ ଚେଷ୍ଟା କରିଥାନ୍ତି। ହିନ୍ଦୁ ସମାଜରେ ଦେଢ଼ଶୁର ଭାଇ ବୋହୂ, ଶ୍ୱଶୁର ବୋହୂ, ଶାଶୁ ଜ୍ୱାଇଁ ପ୍ରଭୃତିମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଏହି ପରିହାର ସମ୍ପର୍କର ଅନ୍ତର୍ଭୁକ୍ତ ଅଟେ। ହିନ୍ଦୁ ସମାଜରେ ଥିବା ପରଦା ପ୍ରଥା ଏହାର ଏକ ଉଦାହରଣ ଅଟେ। କ'ଣ? ହିନ୍ଦୁ ସମାଜରେ ଥିବା ପରଦା ପ୍ରଥା ଏହାର ଏକ ଉଦାହରଣ ଅଟେ। ବିଭିନ୍ନ ସମୁଦାୟରେ ବିଭିନ୍ନ ପ୍ରକାର ପରିହାର ସମ୍ପର୍କ ଦେଖାଯାଇଥାଏ। ନ୍ୟୁ ହେବ୍ରିଡ୍ସ ଦ୍ୱୀପରେ ଭାଇ ଭଉଣୀ ଠାରୁ ଦୂରେଇ ରହିଥାଏ। କ'ଣ? ନ୍ୟୁ ହେବ୍ରିଡ୍ସ, ଏଇଟା ସର୍ଟ କ୍ୱେଶ୍ଚିନ୍ ଆସିପାରେ। କେଉଁ ଦ୍ୱୀପରେ? ନ୍ୟୁ ହେବ୍ରିଡ୍ସ ଦ୍ୱୀପରେ ଭାଇ ଭଉଣୀ ଠାରୁ ଦୂରେଇ ରହିଥାଏ। ଏପରିକି ଭଉଣୀ ସହିତ ଭାଇ କଥାବାର୍ତ୍ତା ମଧ୍ୟ କରିନଥାଏ ଏବଂ ତାର ପାଖରେ ବସିନଥାଏ। ସେହିପରି ଲୁଗା ସମ୍ପ୍ରଦାୟରେ ବ୍ୟକ୍ତି ଶାଶୁଠାରୁ ନିଜକୁ ଦୂରେଇ ରଖିଥାଏ ଏବଂ ଶାଶୁର ନାମ ମଧ୍ୟ ଉଚ୍ଚାରଣ କରିନଥାଏ। ତାପରେ କ'ଣ ଅଛି ନା ପରିହାସ ବା କୌତୁକ ସମ୍ପର୍କ କ'ଣ? ପରିହାସ ସମ୍ପର୍କ ଠିକ୍ ପରିହାର ସମ୍ପର୍କର ବିପରୀତ ଅଟେ। ଏହି ପରିହାସ ସମ୍ପର୍କ ଅନୁସାରେ କେତେକ ବ୍ୟକ୍ତି ସେମାନଙ୍କର ଜ୍ଞାତି ଏବଂ ବିବାହ ସମ୍ପର୍କୀୟ ସହ ଥଟ୍ଟାରେ କଥାବାର୍ତ୍ତା କରିଥାନ୍ତି। ଉଦାହରଣ ସ୍ୱରୂପ ଅଜା ନାତି, ଶାଳୀ ଭିଣୋଇ, ଦିଅର ଭାଉଜ ଇତ୍ୟାଦି। ରାଡକ୍ଲିଫ୍ ବ୍ରାଉନଙ୍କ ମତରେ ଦୁଇ ପ୍ରକାର ପରିହାସ ସମ୍ପର୍କ ଦେଖାଯାଇଥାଏ। ଫାର୍ଷ୍ଟ ହେଲା ସମମିତୀୟ ସମ୍ପର୍କ, ସେକେଣ୍ଡ ହେଲା ଅସମମିତୀୟ। ସମମିତୀୟରେ ଏଥିରେ ଉଭୟ ପକ୍ଷ ପରସ୍ପରକୁ ଥଟ୍ଟା କରିପାରିବେ, କିନ୍ତୁ ଅସମମିତୀୟରେ ଏଥିରେ କେବଳ ଗୋଟିଏ ପକ୍ଷ ପରିହାସ କରିପାରିବେ ଏବଂ ଅନ୍ୟ ପକ୍ଷ ଏହାର ପ୍ରତିରୋଧ ନକରି ସହ୍ୟ କରିଥାନ୍ତି। ତାପରେ କ'ଣ ଅଛି ନା ପ୍ରତୀକ ନାମ ବା ଅନୁସନ୍ତତ ସମ୍ବୋଧନ। ପ୍ରତୀକ ନାମ ପୃଥିବୀର ସମସ୍ତ ପୁରାତନ ସମାଜରେ ପ୍ରଚଳିତ ଥିବାର ଦେଖାଯାଇଥାଏ। ଏଥିରେ ଜଣେ ବ୍ୟକ୍ତି ପ୍ରତ୍ୟେକ ଭାବେ ଅନ୍ୟ ଜଣେ ବ୍ୟକ୍ତି ଦ୍ୱାରା ନିର୍ଦ୍ଦେଶିତ ହୋଇନଥାଏ, ତାକୁ ପରୋକ୍ଷ ଭାବେ ସମ୍ବୋଧନ କରାଯାଇଥାଏ। ଉଦାହରଣ ସ୍ୱରୂପ ପାରମ୍ପରିକ ହିନ୍ଦୁ ପରିବାରରେ ସ୍ତ୍ରୀ ନିଜର ସ୍ୱାମୀଙ୍କର ନାମ ଉଚ୍ଚାରଣ କରିନଥାଏ। ସ୍ତ୍ରୀ ନିଜର ପୁତ୍ର କିମ୍ବା କନ୍ୟାର ନାମ ଦ୍ୱାରା ସ୍ୱାମୀଙ୍କୁ ଡାକିଥାଏ। ତାପରେ କ'ଣ ଅଛି ନା ମାତୃକ ବା ମାମୁଁ ସମ୍ବନ୍ଧ କ'ଣ? ଏହି ବ୍ୟବହାରିକ ରୀତି ଅନୁସାରେ ମାମୁଁ ଭଣଜା ଏବଂ ଭାଣେଜୀ ଜୀବନର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ମାମୁଁଙ୍କର ସେମାନଙ୍କ ପ୍ରତି ସ୍ୱତନ୍ତ୍ର ନୈତିକ କର୍ତ୍ତବ୍ୟ ରହିଥାଏ ଏବଂ ସେମାନଙ୍କ ଉପରେ ମାମୁଁଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଥାଏ। ଅନ୍ୟ ସମ୍ପର୍କୀୟମାନଙ୍କ ମଧ୍ୟରେ ମାମୁଁ ସର୍ବପ୍ରଥମ ସ୍ଥାନ ଅଧିକାର କରିଥାନ୍ତି। ତାପରେ କ'ଣ ଅଛି ନା ପିତୃଶଶୀ ବା ଭଉଣୀ। କେତେକ ସମାଜରେ ମାମୁଁ ପରି ପିତାଙ୍କର ଭଉଣୀ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ଏହା ପିତୃଶଶୀ ଅଧିକାର ରୂପେ ପରିଚିତ ଅଟେ। କ'ଣ? ଏହା ପିତୃଶଶୀ ଅଧିକାର ରୂପେ ପରିଚିତ ଅଟେ। ଟ୍ରୋବିଏଣ୍ଡ ଦ୍ୱୀପର ଅଧିବାସୀମାନଙ୍କ ମଧ୍ୟରେ ଏହା ପ୍ରଚଳିତ ଅଟେ। କ'ଣ? ଟ୍ରୋବିଏଣ୍ଡ ପିତୃଶଶୀ କେଉଁଠି ପ୍ରଚଳିତ, ମାନେ କ'ଣ ଲେଖିବ? ଟ୍ରୋବିଏଣ୍ଡ, ସର୍ଟ କ୍ୱେଶ୍ଚିନ୍ ଆସିପାରେ। ଏଠାରେ ପିତାଙ୍କର ଭଉଣୀ ମାଙ୍କ ଅପେକ୍ଷା ଅଧିକ ସମ୍ମାନ ପାଇଥାଏ ଏବଂ ସେ ପରିବାରରେ ମୁଖ୍ୟ ସ୍ଥାନ ଅଧିକାର କରିଥାଏ। ଲାଷ୍ଟ କ'ଣ ଅଛି ନା ପତି ବା ବ୍ୟାଜ ପ୍ରସୂତି କ'ଣ? ଏହା ହେଉଛି ଏକ ଅଦ୍ଭୁତ ଅଭ୍ୟାସ ଯାହାକି ଖାସି, ଟୋଡ଼ା ପ୍ରଭୃତି ଜନଜାତି ମଧ୍ୟରେ ପ୍ରଚଳିତ ଅଟେ। କ'ଣ? ଖାସି ଏବଂ ଟୋଡ଼ା
ପ୍ରଭୃତି ଜନଜାତି ମଧ୍ୟରେ ପ୍ରଚଳିତ ଅଟେ। ଏହି ଅଭ୍ୟାସ ଅନୁସାରେ ଯେତେବେଳେ ସ୍ତ୍ରୀ ସନ୍ତାନ ପ୍ରସବ କରିଥାଏ, ସ୍ୱାମୀ ମଧ୍ୟ ସ୍ତ୍ରୀ ସହିତ ଏକ ଦୁର୍ବଳ ବ୍ୟକ୍ତି ପରି ଚଳିଥାଏ। ସମସ୍ତ ପ୍ରକାର କଠିନ କାର୍ଯ୍ୟରୁ ସ୍ୱାମୀ ନିବୃତ୍ତ ରହିଥାଏ। ରୋଗୀ ପରି ପଥ୍ୟ ଖାଏ। ସ୍ତ୍ରୀ ଯେଉଁ ନିଷେଧ ଗୁଡ଼ିକୁ ମାନିଥାଏ, ସ୍ୱାମୀ ମଧ୍ୟ ସେଗୁଡ଼ିକୁ ଅନୁସରଣ କରିଥାଏ।